ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ କାହିଁକି ଓ କିପରି ପାଳନ କରାଯାଏ, ଆଜି ଆସନ୍ତୁ ଜାଣିବା ତାହାର ବିଶେଷତ୍ୱ। ନମସ୍କାର, ମୁଁ ପ୍ରଭାତ ମୋ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଶା କରୁଛି ଆପଣମାନେ ଭଲରେ ଥିବେ। ମୋ ତରଫରୁ ଆପଣମାନଙ୍କୁ ଏହି ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀରେ ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ। ଯଦି ଆପଣ ଫେସବୁକ୍ ଦେଖୁଛନ୍ତି ଚ୍ୟାନେଲକୁ ଫଲୋ କରନ୍ତୁ, ଆଉ ଯଦି ୟୁଟ୍ୟୁବ୍ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ, ଯାହାଫଳରେ ମୁଁ ଅପଲୋଡ଼ କରୁଥିବା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ତେବେ ଡେରି କାହିଁକି, ଏବେ ଚାଲନ୍ତୁ ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସ୍ୱାମୀ ଦୟାନନ୍ଦଙ୍କର ପ୍ରକୃତ ନାମ ଥିଲା ମୂଳଶଙ୍କର ତିୱାରୀ। ସେ 12 ଫେବୃଆରୀ 1824 ମସିହାରେ ଗୁଜରାଟର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଅମ୍ବାଶଙ୍କର ତିୱାରୀ ଓ ମାଙ୍କ ନାମ ଅମୃତବାଈ। ସ୍ୱାମୀ ଦୟାନନ୍ଦ ବାଲ୍ୟକାଳରୁ ସଂସ୍କୃତରେ ଗଭୀର ପାଣ୍ଡିତ୍ୟ ହାସଲ କରିଥିଲେ। ଧାର୍ମିକ ରୀତିନୀତିକୁ ସେ ଅନୁସରଣ କରୁଥିଲେ। ଧର୍ମ କାର୍ଯ୍ୟରେ ସେ ମନୋନିବେଶ କରୁଥିଲେ, କିନ୍ତୁ ଗୋଟିଏ ମାତ୍ର ଘଟଣା ତାଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଦେଲା। ମୂର୍ତ୍ତି ପୂଜାକୁ ସେ ବିରୋଧ କରିବାକୁ ଲାଗିଲେ। ଥରେ ସେ ଶିବରାତ୍ରି ଉପାସ କରି ଉଜାଗର ରହିଥିଲେ। ରାତିରେ ଦେଖିଲେ ଶିବଲିଙ୍ଗ ପାଖରେ ଥିବା ପ୍ରସାଦକୁ କେତୋଟି ମୂଷା ଖାଇବାରେ ଲାଗିଛନ୍ତି। ଏହି ଦୃଶ୍ୟ ଦେଖି ତାଙ୍କ ମନରେ ଭାବନା ଆସିଲା ଯେ ଯିଏ ନିଜକୁ ରକ୍ଷା କରିପାରୁନାହାନ୍ତି, ସେ ଆମକୁ କ'ଣ ରକ୍ଷା କରିବେ। ଏହି ଦୃଶ୍ୟ ଦେଖିଲା ପରେ ସେ ଆତ୍ମଜ୍ଞାନ ଲାଭ ନିମନ୍ତେ ଗୃହତ୍ୟାଗ କରିଥିଲେ। ଜୀବନର ସତ୍ୟ ଜାଣିବା ପାଇଁ ସେ ସନ୍ନ୍ୟାସୀ ଜୀବନକୁ ଆପଣାଇଥିଲେ। ଏମିତିକି ସେ ବିବାହ କରିବାକୁ ମନା କରୁଥିଲେ। ଏହି କାରଣରୁ ଦୟାନନ୍ଦ ଓ ତାଙ୍କ ପିତାଙ୍କ ମଧ୍ୟରେ ଅନେକ ଥର ମତଭେଦ ହୋଇଥିଲା। କିନ୍ତୁ ଦୟାନନ୍ଦଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଆଗରେ ତାଙ୍କ ପିତାଙ୍କୁ ନତମସ୍ତକ ନଇବାକୁ ପଡ଼ିଥିଲା। ସତ୍ୟର ଅନୁସନ୍ଧାନ ପାଇଁ ସେ ଗୃହତ୍ୟାଗ କରିଥିଲେ। ଗୃହ ତ୍ୟାଗ କରି ସ୍ୱାମୀ ବ୍ରିଜାନନ୍ଦଙ୍କୁ ସାକ୍ଷାତ କରି ତାଙ୍କଠାରୁ ଜ୍ଞାନ ଲାଭ କରିଥିଲେ। ବୈଦିକ ଜ୍ଞାନ ବି ଅଧ୍ୟୟନ କରିଥିଲେ। ଗୁରୁଙ୍କଠାରୁ ମାର୍ଗଦର୍ଶନ ପାଇବା ପରେ ସେ ସମଗ୍ର ଦେଶ ଭ୍ରମଣ କରିବା ଆରମ୍ଭ କରିଥିଲେ। ବେଦକୁ ଫେରିଯିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଉଥିଲେ। 1875 ମସିହାରେ ସେ ମୁମ୍ବାଇଠାରେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ। ମାନବ ସେବା ହିଁ ଏହି ସମାଜର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହୁଥିଲେ। ସେ ଏହି ସମାଜରେ ଘଟୁଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ବିରୋଧ କରିବାକୁ ଲାଗିଲେ। ସେହି ସମୟରେ ବାଲ୍ୟ ବିବାହ ନାମରେ ଏକ କୁସଂସ୍କାର ପ୍ରଚଳିତ ହେଉଥିଲା। ଯାହାକୁ ସ୍ୱାମୀ ଦୟାନନ୍ଦ ଘୋର ବିରୋଧ କରୁଥିଲେ। ବେଦଶାସ୍ତ୍ର ମାଧ୍ୟମରେ ସେ ଲୋକମାନଙ୍କ ମଧ୍ୟରେ ଏହି ବିଶ୍ୱାସ ଜନ୍ମାଇଥିଲେ ଯେ ବାଲ୍ୟ ବିବାହ ଏକ କୁସଂସ୍କାର। ସେ କହୁଥିଲେ, ବେଦଶାସ୍ତ୍ରରେ ଉଲ୍ଲେଖ ଅଛି ଯେ 25 ବର୍ଷ ଯାଏଁ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନୀୟ। ତାଙ୍କର ଏଭଳି ଜ୍ଞାନ ଆଗରେ ବଡ଼ ବଡ଼ ଜ୍ୟୋତିଷ ମଧ୍ୟ ହାର ମାନି ଯାଉଥିଲେ। ଶେଷରେ 1833 ମସିହାରେ ଦୟାନନ୍ଦଙ୍କୁ ଷଡ଼ଯନ୍ତ୍ର କରି ମାରି ଦେଇଥିଲେ।
से आज पृथ्वी रे नाहांती सत किंतु जड़े समाज सुधारक रूपे से सर्वदा समग्र देशवासी निकट में स्मरणीय होई रहिछंती। यह ही थिला स्वामी दयानंद सरस्वती जीवन कहानी। जदि आपन को ये वीडियोटी भल लगी निश्चय गोटे लाइक कमेंट करने सहित चैनल को फॉलो एवं सब्सक्राइब करेंगे। रहुची देखा परवर्ती वीडियो रे। जय जगन्नाथ।